ମାନେ କଂଗ୍ରେସ ହାତରେ ସୁଯୋଗ ଅଛି କିନ୍ତୁ କଂଗ୍ରେସ ତାକୁ କେମିତି ଉପଯୋଗ କରିବ ତା ଉପରେ ନିର୍ଭର କରୁଛି। ରାହୁଲ ଗାନ୍ଧୀ ଆସିବେ ଭାଷଣ ଦେଇକି ଚାଲିଯିବେ, ରାଲି ହେବ, ସଫଳ ରାଲି ହେବ, କିନ୍ତୁ ତାକୁ ଥାକ ପରେ ଥାକ କେମିତି ଆପଣ ତୃଣମୂଳ ସ୍ତରକୁ ନେବେ, ବୁଥ ସ୍ତରକୁ ନେବେ, ସେ ନିଷ୍ପତ୍ତି ପିସିସି ସଭାପତିଙ୍କର। ତେଣୁ ପିସିସି ଭକ୍ତ ଦାସ ସେଇ ନେତୃତ୍ୱ ଆପଣ ଦେଖିପାରୁଛନ୍ତି। ଦେଖନ୍ତୁ ମୁଁ ଆରମ୍ଭରୁ ଆପଣଙ୍କୁ କହିଛି ଯେ ଭକ୍ତ ଦାସଙ୍କ ପାଖରେ ଗୋଟେ ଲଢ଼େଇ କରିବାର ସାମର୍ଥ୍ୟ ଅଛି, ଲଢ଼ୁଆ ବ୍ୟକ୍ତିତ୍ୱ ତାଙ୍କର ଅଛି। ସେ ବ୍ୟକ୍ତିତ୍ୱଟା କେତେ ଦୂର କାର୍ଯ୍ୟକାରୀ ସେ କରୁଛନ୍ତି ସେଇଟା ତାଙ୍କର ଉପରେ ନିର୍ଭର କରୁଛି। କିନ୍ତୁ 2029 ପାଇଁ କଂଗ୍ରେସ ହାତରେ ସୁଯୋଗ ଅଛି ନିଶ୍ଚିତ ଭାବରେ। ଆଜି ବି ମୁଁ କହୁଛି ଯେ କଂଗ୍ରେସ କିଙ୍ଗ ହେବ ନଚେତ୍ କିଙ୍ଗ ମେକର ହେବ। କଂଗ୍ରେସ ତ କିଙ୍ଗ ମେକର ହେଇଥାନ୍ତା ଯଦି ଯୋଉ 5 ଜଣ ନେତା 5000 ଭୋଟରେ ହାରିଲେ ସେମାନେ ଯଦି ଜିତିଥାନ୍ତେ। ଆପଣ ଦେଖିଦିଅନ୍ତୁ ଯୋଉ 5-6 ଜଣ ନେତା ତାଙ୍କର ବଡ଼ ବଡ଼ ନେତା ହାରିଲେ, ନିରଞ୍ଜନ ବାବୁ ହୁଅନ୍ତୁ, ସେତେବେଳେ ଗୁଡ଼ାଏ ଆତ୍ମଘାତୀ ନିଷ୍ପତ୍ତି ନେଲା କଂଗ୍ରେସ। ଶରଦା ଯାଇକିରି ନୂଆପଡ଼ାରେ କାହିଁକି ଲଢ଼ିଲେ ମୁଁ ଆଜି ପର୍ଯ୍ୟନ୍ତ ବୁଝିପାରୁନି। ଯେ ଘାସିରାମ ମାଝୀ ଭଳିଆ ଗୋଟେ ଅତି ଟାଣୁଆ ନେତା ଆପଣଙ୍କର ସେଠି ଥିଲେ, ମୁଁ ମୋର ଗୋଟେ ବ୍ୟକ୍ତିଗତ ଅନୁଭବ କଥା କହୁଛି ସୁଧାଂଶୁ। ମୁଁ ଯେତେବେଳେ ରେଢ଼ାଖୋଲ କନଷ୍ଟିଚୁଏନ୍ସି ବୁଲୁଛି, ରେଢ଼ାଖୋଲରେ ଦେଖିଲି ତାଙ୍କର କଂଗ୍ରେସ ପ୍ରାର୍ଥୀଙ୍କର ପ୍ରତି ଏତେ ବିପୁଳ ସମର୍ଥନ। ସମସ୍ତେ କହୁଛନ୍ତି ଆଜ୍ଞା ବହୁତ ବଢ଼ିଆ ପ୍ରାର୍ଥୀ, ବହୁତ ବଢ଼ିଆ ଲୋକ, ହେଲେ ଆଜ୍ଞା ସେ ଲୋକ ପାଖରେ ପଇସା ନାହିଁ। ଏମିତି ବହୁତ ଲୋକ ଅଛନ୍ତି। ଆପଣ କୁଚିଣ୍ଡାର ପ୍ରାର୍ଥୀ, ଦେବଗଡ଼ର ପ୍ରାର୍ଥୀ, କଂଗ୍ରେସ ପାଖରେ ଲୋକ ଅଛନ୍ତି କିନ୍ତୁ ସେ ଲୋକମାନଙ୍କୁ ବୁଷ୍ଟଅପ୍ କରିବା, ତାଙ୍କୁ ଗଢ଼ି ତୋଳିବା, ତାଙ୍କୁ ଆଗକୁ ନେବାର ସାମର୍ଥ୍ୟ, ତାଙ୍କୁ ଆଇଡେଣ୍ଟିଫାଏ କରିବାକୁ ପଡ଼ିବ। ଏବଂ ଯେଉଁ ଅଞ୍ଚଳରେ କଂଗ୍ରେସର ମାନେ ପତିଆରା ଅଛି, ଆଜି ମଧ୍ୟ କଂଗ୍ରେସ ସଂଗଠନ ଅଛି, ସେଇ ଏରିଆ ଉପରେ ଫୋକସ୍ କରନ୍ତୁ। ଆପଣ ଭୁଲି ଯାଆନ୍ତୁ ଯେ ଯେଉଁ ଅଞ୍ଚଳରେ, ଏବଂ ପ୍ରଥମେ ଚିନ୍ତା କରନ୍ତୁ ଯେ ଏମିତି ଗୋଟେ ପ୍ରଥମେ ବିଜେପି ଯାଉ। କଂଗ୍ରେସ ନେତାମାନଙ୍କୁ ମଧ୍ୟ ଆଉ ଗୋଟେ କଥା ଫୋକସ୍ କରିବାକୁ ପଡ଼ିବ ଯେ ବିଜେଡି ଆପଣଙ୍କର ଶତ୍ରୁ ନୁହଁ। ଯେ ଆପଣଙ୍କର ଶତ୍ରୁ ହେଉଛି ବିଜେପି। ଆଦର୍ଶଗତ ଭାବରେ ବିଜେପି ଆପଣଙ୍କର ଶତ୍ରୁ ଏବଂ ସବୁ ଦୃଷ୍ଟିରୁ ଯଦି ବାସ୍ତବରେ କଂଗ୍ରେସର ଫୋକସ୍ ହେଉଛି ବିଜେପି। ଅନେକ ସମୟରେ ମାନେ ସେମାନେ ସେ ଗୋଟେ 24 ବର୍ଷର ଠିକ୍ ଅଛି ଆଜ୍ଞା, ସେ ଯାଇଛି 24 ବର୍ଷର ଇତିହାସ ହେଇଛି। ଆପଣଙ୍କୁ ବର୍ତ୍ତମାନ ଲଢ଼େଇ କରିବାର ଅଛି ଯେ ଓଡ଼ିଶାରେ ବିଜେପି ଶାସନ ବିରୁଦ୍ଧରେ ଆପଣଙ୍କୁ କାମ କରିବାର ଅଛି ଏବଂ ସେଥିପାଇଁ ଗୋଟେ ଯଦି ଗୋଟେ ୱାର୍କେବୁଲ ବିରୋଧୀ ଏକତା ମଧ୍ୟ ଦରକାର, ଯେ କମନ୍ ପ୍ଲାଟଫର୍ମ ଦରକାର, ଯେ ଯେଉଁଥିରେ ସରକାରକୁ ସବୁ ବିରୋଧୀ ଦଳ ଏକାଠି ଆକ୍ରମଣ କରିବେ, ଏକାଠି ବିରୋଧ କରିବେ। ଯେ ଯେତେବେଳେ ଲୋକ ମରୁଛନ୍ତି କୁପରିଚାଳନା, ସେଥିରେ ବିଜେପି କ'ଣ ଅଛି ଯେ ସରକାରୀ ବିଫଳତାକୁ ଏକା ସାଙ୍ଗରେ ଏକା ସ୍ୱରରେ ଧରନ୍ତୁ ଲେଖାଶ୍ରୀ ସାମନ୍ତ ସିଂହାରଙ୍କର ବିରୁଦ୍ଧରେ ନୀଳଗିରି ବିଧାୟକ ଯେଉଁ ଭାଷା କହିଛନ୍ତି, ଏଥିରେ କଂଗ୍ରେସ ବିଜେପି ବିଜେଡି ସିପିଏମ୍ କିଛି ନାହିଁ ଆଜ୍ଞା। ଏଇଟା ହେଉଛି ସିଧାସଳଖ ଜଣେ ମହିଳାଙ୍କ ସମ୍ମାନର କଥା। ସେଠି ସମସ୍ତେ ଏକା ସ୍ୱରରେ ସମସ୍ତେ ତାକୁ ନିନ୍ଦା କରିବା ଦରକାର, ଇନକ୍ଲୁଡିଂ ବିଜେପି ନିନ୍ଦା କରିବା ଦରକାର। ତେଣୁ ଆଉ ଗୋଟେ କଥା ହେଉଛି ଯେ ଓଡ଼ିଶାରେ ଯେଉଁମାନେ କୌଣସି ରାଜନୈତିକ ଦଳର ନାହାନ୍ତି କିନ୍ତୁ ସେମାନେ ଧର୍ମନିରପେକ୍ଷତାରେ ବିଶ୍ୱାସ କରନ୍ତି, ସମ୍ବିଧାନରେ ବିଶ୍ୱାସ କରନ୍ତି, ଗଣତନ୍ତ୍ରରେ ବିଶ୍ୱାସ କରନ୍ତି, ସେମାନଙ୍କ ପ୍ରତି ମଧ୍ୟ କଂଗ୍ରେସର ଗୋଟେ ଉତ୍ତରଦାୟିତ୍ୱ ଅଛି। ସେମାନଙ୍କୁ କେମିତି ଆପଣ ଉପଯୋଗ କରିବେ, ସେମାନଙ୍କର ସ୍ୱରକୁ କେମିତି ଆପଣ ଉପଯୋଗ କରିବେ, ସେମାନଙ୍କୁ କେତେ ମାତ୍ରାରେ ଆପଣ ତାଙ୍କର ସ୍ୱରକୁ ଆପଣ ଗ୍ରହଣ କରିବେ, ମାନେ ଗୋଟେ ସମୟ କ'ଣ ହେଲା, କଂଗ୍ରେସ ନିଜର ଆଦର୍ଶକୁ ଛାଡ଼ି ଦେଇକିରି ଯେ ସେମାନେ ଭାବିଲେ ଯେ ଆମର ଠିକାଦାର ଆମକୁ ଚଳେଇବେ, ବେପାରୀ ଆମକୁ ଚଳେଇବେ, କର୍ପୋରେଟ୍ ଆମକୁ ଚଳେଇବେ। ଆଜ୍ଞା ଆଦର୍ଶ ଗୋଟେ କଂଗ୍ରେସକୁ ସବୁବେଳେ ତାର ଆଦର୍ଶ ଚଲେଇ ଆସିଛି। କିନ୍ତୁ କଂଗ୍ରେସ ନେତାମାନଙ୍କର ଅନେକ କଂଗ୍ରେସ ନେତା ମାନେ ଯେତେବେଳେ ବ୍ୟକ୍ତିଗତ ସ୍ତରରେ କହିବେ ଆଜ୍ଞା ଏଗୁଡ଼ା ସବୁ ଏନ୍ଜିଓ ଆପ୍ରୋଚ୍। ଆରେ ବାବୁ ଏଇଟା ଏନ୍ଜିଓ ଆପ୍ରୋଚ୍ ନୁହଁ, ଏଇଟା ହିଁ ହେଉଛି ତୁମ ଦଳର ବ୍ୟାକବୋନ୍। ସେଇଟାକୁ ଏନ୍ଜିଓ ଆପ୍ରୋଚ୍ କହିକି ତୁମେ ଭାଙ୍ଗିଛ, ନଷ୍ଟ କରିଛ। ଏବେ ଯେଉଁ ରାହୁଲ ଆସିବେ, ମୋହନ ସରକାର ଉପରେ ପ୍ରଭାବ କ'ଣ ଦେଖୁଛନ୍ତି? ଦେଖନ୍ତୁ ମୋହନ ମାଝୀ ସରକାର ଉପରେ ପ୍ରଭାବ କ'ଣ ପଡ଼ିବ? ମୋହନ ମାଝୀ ସରକାର ହେଉଛି, ଇଂରାଜୀରେ ଗୋଟେ ପ୍ରଭାବ ଅଛି ହେଡ଼ଲେସ୍ ଚିକେନ୍, ମାନେ ମୁଣ୍ଡ ନଥିବା କୁକୁଡ଼ା ଯେମିତି କୁଆଡ଼େ ଦୌଡ଼ୁଛି ଜାଣିପାରେ ନାହିଁ, ମୋହନ ମାଝୀ ସରକାର କୁଆଡ଼େ ଯାଉଛନ୍ତି ନିଜେ ଜାଣିପାରୁନାହାନ୍ତି। ତେଣୁ ତାଙ୍କ ଉପରେ ମାନେ ମୂଳ କଥା ପ୍ରଭାବ ତା ଉପରେ ପଡ଼େ ଯେଉଁଠି ସରକାର ଥାଏ। ଓଡ଼ିଶାରେ ଗଭର୍ଣ୍ଣାନ୍ସ ହିଁ ନାହିଁ, ଓଡ଼ିଶାରେ ସମ୍ପୂର୍ଣ୍ଣ ଭାବରେ ଶାସନ କଳ ଭୁଷୁଡ଼ି ପଡ଼ିକରି ଅଛି। ଲାଷ୍ଟ କମେଣ୍ଟ ଜାଣିବା କେନ୍ଦ୍ର ଯେ 24 ବର୍ଷ ଧରିକି ବିଜୁ ଜନତା ଦଳ ଯାହା
आमे देखि नथिले जे वन मैन आर्मी नवीन बाबू जहाँ कहले ता फाइनल किंतु भारतीय जनता पार्टी रे गोटे वर्ष नपुर से लड़ाई आरंभ हो गला मोहन माझी वर्सेस धर्मेंद्र प्रधान मोहन माझी वर्सेस धर्मेंद्र प्रधान वर्सेस मनमोहन सामल वर्सेस अपराजिता षडंगी वर्सेस बैजयंत पंडा। अरे एंड कोन माने लोको या यार 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 एंड होची से या जे आपण माने परस्पर विरोध रे झगड़ा करी शासन करे देबे ने डबल इंजिन सरकार बोलिकी कहबे किंतु गोटे ट्रेन जार माने पटरी ही नहीं आउ इंजिन 40टा इंजिन लगी मनमोहन सामल कहते मु इंजिन मोहन माझी कहते मु इंजिन धर्मेंद्र प्रधान कहते मु इंजिन सेपटे जुएल राम कहते मु इंजिन आरएसएस कहूँ मु इंजिन यार भीतर राहुल को गस्त तार भीतर राहुल गस्त को गोटे तार जो चिरस्थायी प्रभाव तैयारी करने पई भक्त दास गोटे सुचिंतित रणनीति करि पारिबे कि एवं राहुल गस्त एटा प्रथम गस्त हो पारे शेष गस्त हवा उचित नुह आगामी दिन में राहुल गांधी बारंबार ओडिशा आसिबा दरकार प्रियंका गांधी बारंबार ओडिशा आसिबा दरकार एवं कांग्रेस रो जो मोराल अच्छी ताकू बढ़ेवा दरकार।